ନମସ୍କାର ଦର୍ଶକ ବନ୍ଧୁ, ପୁଣି ଏକ ନୂଆ ଅପଡେଟ୍ ଭିଡିଓରେ। ଆଜି ହେଉଛି ଡିସେମ୍ବର 22 ତାରିଖ ସୋମବାର। ଓଡ଼ିଶାରେ ହାଡ଼ଭଙ୍ଗା ଶୀତ ଆରମ୍ଭ ହେଇଗଲାଣି। ଆଉ ଏହି ଶୀତକୁ ନେଇ ଆସିଯାଇଛି ପାଣିପାଗ ବିଭାଗରୁ ବଡ଼ ଅପଡେଟ୍। ତେବେ ଭିଡିଓକୁ ଆରମ୍ଭ କରିବା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣମାନେ ସର୍ବପ୍ରଥମେ ଆସିଛନ୍ତି ସବସ୍କ୍ରାଇବ୍ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ ବଜାୟ ରଖନ୍ତୁ, ଯାହା ଫଳରେ ନୂଆ ନୂଆ ଅପଡେଟ୍ ଭିଡିଓ ସର୍ବପ୍ରଥମେ ପାଇପାରିବେ। ବନ୍ଧୁଗଣ, ରାଜ୍ୟରେ ପ୍ରବଳ ଶୀତ ସହିତ ଘନ କୁହୁଡି କରାଳ ରୂପ ଦେଖିବାକୁ ମିଳିଛି। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଓଡ଼ିଶାର 10ଟି ସହର ତାପମାତ୍ରା ଆଜି 10 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିବ। ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଶୀତର ପ୍ରକୋପ ଅଧିକ ହୋଇଛି। ସବୁଠୁ ଥଣ୍ଡା ସହର ଭାବରେ ଉଦୟଗିରିରେ ପାରଦ 3ରୁ 4କୁ ଖସି ଆସିଛି। ସେହିପରି ବଣେଇରେ 7 ଡିଗ୍ରୀ ତାପମାତ୍ରା ରହିଛି। ଘନ କୁହୁଡି ଯୋଗୁଁ ସକାଳ 10ଟା ଯାଏ ବାହାରକୁ ବାହାରିବା ମୁସ୍କିଲ। ଅନ୍ୟପଟେ ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି 3ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି। ଆଗକୁ ନୂଆ ବର୍ଷ ଆସୁଛି, ହେଲେ ଏହି ଲହରୀ ନୂଆ ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ଜଣାପଡୁଛି। ତେବେ ଆଉ କେଉଁ ଜିଲ୍ଲାରେ ପ୍ରବଳ ଶୀତ ଏବଂ କେଉଁ ଜିଲ୍ଲାରେ ପାଗ ଶୁଖିଲା ରହିବ, ଏହା ଜାଣିବା ପାଇଁ ଆପଣମାନେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତେବେ ପ୍ରଥମେ ଜାଣିବା ସେହି 3ଟି ଜିଲ୍ଲା ବିଷୟରେ ଯେଉଁ ୟେଲୋ ୱାର୍ଣ୍ଣିଂ ସହ ହାଡ଼ଭଙ୍ଗା ଶୀତ। କନ୍ଧମାଳ, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼। ଏହି ଜିଲ୍ଲାମାନଙ୍କରେ କୁହୁଡି ଯୋଗୁଁ ରାସ୍ତାରେ ଯିବା ଆସିବା ଅସୁବିଧା ହେଉଛି, ତେଣୁ ସାବଧାନ ରୁହନ୍ତୁ। ଏବେ ଜାଣିବା 10ଟି ଜିଲ୍ଲା ଯେଉଁଠି ତାପମାତ୍ରା 6ରୁ 10 ଡିଗ୍ରୀ ରହିବ। ସେହି 10ଟି ଜିଲ୍ଲା ଗୁଡ଼ିକ ହେଉଛି କୋରାପୁଟରେ ରହିବ 7 ଡିଗ୍ରୀ ସେଲସିୟସ୍, ନବରଙ୍ଗପୁରରେ 9 ଡିଗ୍ରୀ ସେଲସିୟସ୍, କଳାହାଣ୍ଡିରେ 9 ଡିଗ୍ରୀ ସେଲସିୟସ୍, ରାୟଗଡ଼ାରେ 10 ଡିଗ୍ରୀ ସେଲସିୟସ୍, ବଲାଙ୍ଗୀରରେ 10 ଡିଗ୍ରୀ ସେଲସିୟସ୍, କନ୍ଧମାଳରେ 6 ଡିଗ୍ରୀ ସେଲସିୟସ୍। ଏଠାରେ ପ୍ରବଳ ଶୀତ ହେବ। ବୌଦ୍ଧରେ 10 ଡିଗ୍ରୀ ସେଲସିୟସ୍, ଅନୁଗୁଳରେ 9 ଡିଗ୍ରୀ ସେଲସିୟସ୍, ଝାରସୁଗୁଡ଼ାରେ 9 ଡିଗ୍ରୀ ସେଲସିୟସ୍, ସୁନ୍ଦରଗଡ଼ରେ 9 ଡିଗ୍ରୀ ସେଲସିୟସ୍, ଆଉ ବାକି ସବୁ ଜିଲ୍ଲାରେ 9ରୁ 15 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିବ। ଭିଡିଓକୁ ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣମାନେ ନୂଆ ଆସିଛନ୍ତି ସବସ୍କ୍ରାଇବ୍ କରି ରଖନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ଭିଡିଓ ପାଇପାରିବେ। ଆଉ ନିଜ ବନ୍ଧୁମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ଭିଡିଓ ପାଇପାରିବେ। ରହିଲି, ଜୟ ଜଗନ୍ନାଥ। ପୁଣି ନେକ୍ସଟ ଭିଡିଓରେ ଦେଖା ହେବା।